ସମସ୍ତଙ୍କୁ ମୋର ଆନନ୍ଦିତ ଜୟଗୁରୁ। ଥରେ ଜଣେ ଭକ୍ତ ଶ୍ରୀ ଶ୍ରୀ ଠାକୁରଙ୍କୁ ପଚାରିଲେ, ଠାକୁର ଯଦି କେହି ଇଷ୍ଟବୃତ୍ତି ଓ ସ୍ୱସ୍ତୟନି ନେଇ ବନ୍ଦ କରିଦିଏ ତାହେଲେ ତାର କ'ଣ ହୁଏ? ଶ୍ରୀ ଶ୍ରୀ ଠାକୁର ଉତ୍ତର ଦେଉଛନ୍ତି, ଯେତେବେଳେ ହିଁ କୌଣସି ବ୍ୟକ୍ତି ଇଷ୍ଟବୃତ୍ତି ସ୍ୱସ୍ତୟନି ବନ୍ଦ କରେ ପ୍ରାୟ ହିଁ ଦେଖାଯାଏ ବିପର୍ଯ୍ୟୟ ସୃଷ୍ଟି ହୋଇଯାଏ। ତାର କାରଣ ଚାଲିବାର ଗତି ଓ ଲକ୍ଷ୍ୟଟା ହିଁ ବିପର୍ଯ୍ୟସ୍ତ ହୋଇପଡ଼େ। ବୁଦ୍ଧି ବିପର୍ଯ୍ୟୟ ଫଳରେ ଅପ୍ରଧାନଟି ପ୍ରଧାନ ହୋଇଯାଏ, ଆଉ ପ୍ରଧାନଟି ଅପ୍ରଧାନ ହୋଇଯାଏ। ତେଣୁ ଭୁଲ ଭ୍ରାନ୍ତି ଓ ମଣିଷ ମଧ୍ୟରେ ବଢ଼ିଯାଏ। ତା ବ୍ୟତୀତ ଜୀବନ ପଥରେ ଆଗନ୍ତୁକ ବାଧାବିଘ୍ନ ଗୁଡ଼ିକ ମଧ୍ୟ ଜୟ କରିବା ପାଇଁ ଯେଉଁ ଉଦ୍ବୃତ୍ତ ମନୋବଳ ଓ ଶକ୍ତିର ପ୍ରୟୋଜନ ହୁଏ, ସେହି ଅବସ୍ଥାରେ ତାର ମଧ୍ୟ ଯୋଗାଣ ପାଏ କମ୍। ଫଳରେ ଧୀରେ ଧୀରେ ଅସୁବିଧାର ଫାନ୍ଦରେ ମଧ୍ୟ ସେ ପଡ଼ିଯାଏ। ରହୁଛି। ଜୟ